ଏହା ଥିଲା ଏକ ଛୋଟ ଗାଁ ରାମପୁର। ଗାଁରେ ଏକ ପୁରୁଣା ଘର ଥିଲା, ଯାହାକୁ ଲୋକେ ଗୁପ୍ତ ଘର ବୋଲି କହୁଥିଲେ। ଏହି ଘରେ ଅନେକ ଅଦୃଶ୍ୟ ଘଟଣା ଘଟୁଥିଲା, ଯାହାକୁ କେହି ଜଣାନ୍ତି ନାହିଁ। ଏହି ଘରର ମାଲିକ ରଜନୀକାନ୍ତ ଗାଁର ଏକ ପ୍ରଭାବଶାଳୀ ବ୍ୟାଙ୍କ ଅଧିକାରୀ। ସେ ଏହି ଘରକୁ ବିକ୍ରୟ କରିବାକୁ ଚାହୁଁଥିଲେ, କିନ୍ତୁ କେହି କିଣିବାକୁ ଚାହୁଁନାହିଁ। ଏହି ଘରର ଗୁପ୍ତ କଥା ଥିଲା, ଯାହା ସମୟ ସହିତ ଅନ୍ଧାର ହୋଇଯାଉଥିଲା। ଏକ ଦିନ ଏକ ଯୁବକ ସୁରେଶ ଗାଁରେ ଆସିଥିଲେ। ସେ ଗାଁରେ ଏକ ଛୋଟ ଦୋକାନରେ କାମ କରୁଥିଲେ। ସେ ଗୁପ୍ତ ଘର ବିଷୟରେ ଶୁଣିଥିଲେ ଓ ତାହାର ସତ୍ୟ ଜାଣିବାକୁ ଚାହିଁଥିଲେ। ସେ ଏହି ଘରକୁ ଯିବାକୁ ନିଶ୍ଚୟ କଲେ। ସୁରେଶ ଏକ ରାତି ଘରକୁ ଯିବାକୁ ଚାଲିଗଲେ। ଘରଟି ଅନ୍ଧାର ଓ ଶାନ୍ତ। ସେ ଘରର ଦ୍ୱାର ଖୋଲି ଭିତରକୁ ପ୍ରବେଶ କଲେ। ଘରରେ ଏକ ଶିଶୁ ଶୋଇଥିଲେ। ସେ ଶିଶୁ ସୁରେଶକୁ ଦେଖି ଚିତ୍କାର କରିଲେ। ସୁରେଶ ଶିଶୁକୁ ସାନ୍ତ୍ୱନା ଦେଇ ତାହାର ମାଆକୁ ଖୋଜିଲେ। ସେ ଶିଶୁର ମାଆକୁ ଖୋଜି ଏକ ଆଲମାରିରେ ଏକ ଚିଠି ପାଇଲେ। ଏଥିରେ ଲେଖା ଥିଲା, ମୋ ଶିଶୁ ସୁରେଶ ତୁମର ଆସିବାକୁ ଆଶା କରୁଛି। ତୁମେ ଯଦି ଆସିପାରିବ, ତେବେ ଆମେ ଏହି ଘରକୁ ଛାଡ଼ି ଯିବାକୁ ପାରିବା। ମୋତେ ଏହି ଘରେ ରହିବାକୁ ଭୟ ଲାଗୁଛି। ମୋର ପୂର୍ବ ଜୀବନର କଥା ତୁମେ ଜାଣିବାକୁ ଚାହୁଁଥିଲେ ତେବେ ଆସିବ।